प्रशासन पक्षରୁ ମାନସିକଗ୍ରସ୍ତ ଲୋକଙ୍କୁ ସମାଧି କନପାକିରି ଓ ପାଲୁପାଙ୍ଗା ଲୋକଙ୍କ ବିରୋଧ ଉପରେ ସ୍ଥାନ ପରିବର୍ତ୍ତନ କରି ଅନ୍ୟତ୍ର ଦିଆଗଲା ସମାଧି। ମାନସିକଗ୍ରସ୍ତ ଲୋକକୁ ମିଳିଲା ନାହିଁ ସମାଧି। ଦିନହୀନ ଲୋକ ଏଣେତେଣେ ବୁଲୁଥିଲା ମାନସିକଗ୍ରସ୍ତ ହୋଇଥିବା ଓକିଲ କହଁର ବୟସ 55 ବର୍ଷ। ସେ ମାନସିକ ବିକୃତ ବ୍ୟକ୍ତି ରାଇକିଆ ବ୍ଲକ ଅଧୀନରେ ଥିବା ପାଚିମାହା ଗ୍ରାମର ଅଟନ୍ତି। ପରିବାର କହିଲେ କେହି ନାହାନ୍ତି। ବହୁ ବର୍ଷ ହେବ ସେହିପରି ମାନସିକଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇ ଏଣେତେଣେ ବୁଲୁଛନ୍ତି। ଏବେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି କଟଡିଙ୍ଗିଆ ଅଞ୍ଚଳକୁ ବୁଲିବା ପାଇଁ ଯାଇଥିଲେ, କିନ୍ତୁ କୌଣସି କାରଣବଶତଃ ତାଙ୍କର ଦେହ ଅସୁସ୍ଥ ହୋଇଥିଲା। କିନ୍ତୁ ଉକ୍ତ ଗ୍ରାମର ଗ୍ରାମବାସୀ ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ବ୍ୟକ୍ତିଙ୍କର କେହି ସମ୍ପର୍କୀୟ ନଥିବା ବେଳେ ପୋଲିସ ଘଟଣା ଜାଣିବା ପରେ ମୃତ ବ୍ୟକ୍ତିଙ୍କର ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ ଭାର ଏଏସ୍ଆଇ ବୁଲୁ ବେହେରା ନେଇ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରିବା ନିମନ୍ତେ ଜାଗା ଖୋଜିଲା ବେଳକୁ ତାହା ମିଳିଲା ନାହିଁ। ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଜାଗା ମିଳିନଥିଲା। ପ୍ରଥମେ କନପାକିରି ଅଞ୍ଚଳରେ ସମାଧି କରିବା ନିମନ୍ତେ ମନା କରିଥିଲେ, କାରଣ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା କାରଣରୁ କାନପାକିରି ଗ୍ରାମବାସୀ ମନା କରିଥିଲେ। ପରେ ଶବକୁ ନେଇ ବାଲୁପାଙ୍ଗା ଲୋକଙ୍କ ପାହାଡ଼ ନିକଟରେ ଥିବା ଜଙ୍ଗଲ ଜମିରେ ଶବ ସମାଧି କରିବା ନିମନ୍ତେ ଜେସିବି ମାଧ୍ୟମରେ ଗାତ ଖୋଳା ସରିଥିଲା। ଠିକ୍ ସେତିକି ବେଳକୁ ବାଲୁପାଙ୍ଗା ଗ୍ରାମର ଲୋକମାନେ ଆସି ଶବ ସମାଧି କରିବା ପାଇଁ ମନା କରିଥିଲେ। ସ୍ଥାନୀୟ ପୋଲିସ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରି ସମାଧାନ କରିବା ନିମନ୍ତେ ପ୍ରୟାସ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିଲା। ଏଠାରେ ସୂଚନା ରଖୁ କି ଏହା କି ପ୍ରକାର ମାନସିକ ଲୋକଙ୍କର ମୃତ ଶବକୁ ମିଳୁନି ଟିକେ ଜାଗା। ବଞ୍ଚିଥିବା ଅବସ୍ଥାରେ ତାଙ୍କର କେହି ନଥିଲେ, ମଲା ପରେ ମଧ୍ୟ କେହି ନାହାନ୍ତି। ଶବକୁ ପ୍ରଶାସନ ସମାଜସେବୀମାନେ ସକାଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଧରି ବୁଲୁଥିଲେ, କିନ୍ତୁ ଜାଗା ମିଳୁନି। ତେବେ ପରବର୍ତ୍ତୀ ସମୟରେ ବାଲୁପାଙ୍ଗାଠାରେ ଗାତ ଖୋଳା ସରିଥିଲା ଓ ସମାଧି ଦେବାକୁ ଶବ ରଖା ହୋଇଥିଲା। ସେହି ସମୟରେ ବାଲୁପାଙ୍ଗା ଲୋକମାନେ ଆସି ମନା କରିଥିଲେ। ସେପଟେ ସରକାର ମଧ୍ୟ ଏପରି ଅସହାୟ ଅପରିଚିତ ଦିନହୀନ ଲୋକଙ୍କୁ ସମାଧି କିମ୍ବା ଶବ ସତ୍କାର କରିବା ପାଇଁ ଜାଗା ରଖିନଥିବା ବେଳେ ଅଞ୍ଚଳର ଲୋକମାନେ ମଧ୍ୟ ଜାଗା ଦେଲେ ନାହିଁ। ଗୋଦିଗ୍ରୀ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କୁ ଶ୍ରୀକଳା ଅଞ୍ଚଳରେ ସମାଧି ଦେବା ପାଇଁ ପରାମର୍ଶ କରିଥିଲେ ମଧ୍ୟ ସେ ମନା କରିଥିଲେ। ପରେ ସେମାନେ ଅନ୍ୟ ଜାଗା ଦେଖାଇଥିଲେ। ଏଠାରେ ଶବ ସମାଧି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଏନ୍ଏସି ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଏଏସ୍ଆଇ ରବି ସେଠୀ, ବୁଲି ବେହେରା, କନେଷ୍ଟବଳ ବିଷ୍ଣୁ ସେଠୀଙ୍କ ସମେତ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ସମାଜସେବୀ ରୋହିତ ପ୍ରଧାନ, ସୁବ୍ରମଣ୍ୟମ ନାୟକ ଓ ରାଇକିଆ ପାଚିମାହା ଅଞ୍ଚଳର ଯୁବକମାନେ ଉପସ୍ଥିତ ରହି ସମାଧି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଦିନହୀନ ଅପରିଚିତ ଅଜଣା ଲୋକଙ୍କ ନିମନ୍ତେ ଏକ ସମାଧି ବା ଜାଗା ଦିଆଗଲେ ଏପରି ଲୋକଙ୍କୁ ସମାଧି ବା ସତ୍କାର କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଗୋଦଗ୍ରୀରୁ ଏନ୍ ରାଜାରାମଙ୍କ ରିପୋର୍ଟ, ବିଇ ନ୍ୟୁଜ ଓଡ଼ିଶା।